କାଳିଆ ବଳିଆ ଦୁଇ ଭାଇ ହାତେ ସୁଭଦ୍ରା ବାନ୍ଧନ୍ତି ରାକ୍ଷୀ। ବଡ଼ ଭାଇ ତାଙ୍କ ଭାରି ବଳଶାଳୀ, ସାନ ଭାଇ ଚକା ଆଖି। ବଡ଼ ଭାଇଙ୍କର ଶୁଭ ଜନ୍ମଦିନ ଆଜି, ଶ୍ରୀମନ୍ଦିରରେ ଖୁସିର ଢେଉ। ସୁନା ଭଉଣୀଙ୍କୁ କି ଉପହାର ଦେବେ, ପଚାରନ୍ତି ମହାବାହୁ। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। କେମିତି ଅଛନ୍ତି ସମସ୍ତେ? ଆଶା କରେ ଆପଣମାନେ ସମସ୍ତେ ବହୁତ ହି ଭଲରେ ଥିବେ। ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ତ ଏଇ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସାଙ୍ଗମାନେ, ଆଜି ମୁଁ ସେୟାର କରିବି ଆପଣମାନଙ୍କ ସହିତ ମୋ ଭାଇକୁ କେମିତି ମୁଁ ରାକ୍ଷୀ ବାନ୍ଧିଛି, ଆଉ ତା ସହିତ ଗୋଟେ ସୁନ୍ଦର କବିତା। ତ ଚାଲନ୍ତୁ ଷ୍ଟାର୍ଟ କରିବା। ତ ଇଏ ବି ଜଣେ ମୋର ସାନ ଭଉଣୀ, ଆଉ ଯେହେତୁ ସିଏ ସାନ ଥିଲା ତ ତାକୁ ମୁଁ ପ୍ରଥମେ କହିଲି ରାକ୍ଷୀ ବାନ୍ଧିବାକୁ ରାଜାକୁ। ତ ତାପରେ ମୁଁ ରାକ୍ଷୀ ବାନ୍ଧିବି। ସାଙ୍ଗମାନେ, ପ୍ରକୃତରେ ଏହି ରକ୍ଷାବନ୍ଧନର ଅର୍ଥ କ'ଣ ଚାଲନ୍ତୁ ଆମେ ଜାଣିବା। ରରେ ହେଉଛି ରକ୍ଷା କରିବୁ ଭଉଣୀକୁ, କ୍ଷରେ ହେଉଛି କ୍ଷମା କରିବୁ ଭଉଣୀକୁ, ବରେ ହେଉଛି ବନ୍ଧନରୁ ମୁକ୍ତ କରିବୁ ଭଉଣୀକୁ, ଧରେ ହେଉଛି ଧ୍ୟାନ ରଖିବୁ ଭଉଣୀର, ନରେ ହେଉଛି କେବେ ନ ଭୁଲିବୁ ଭଉଣୀକୁ। ମୁଁ ଠିକ୍ କହିଲି ନା ସାଙ୍ଗମାନେ? ରାକ୍ଷୀ ନୁହେଁ ଏ ତ ମମତାର ଡର, ଭାଇ ହାତେ ବାନ୍ଧେ ଭଉଣୀଟି ତାର। ଖୋଜେ ନାହିଁ ସେ ତ ହୀରା ମୋତି ମାଣିକ, ବିଶ୍ୱାସ ଟିକକ ତା ପାଇଁ ଅଟେ ବଡ଼ ସମ୍ପଦ। ବିପଦେ ଆପଦେ ରକ୍ଷା କରିବ ସେ ହାତ, ଏଇ ବିଶ୍ୱାସରେ ଭଉଣୀଟି ଚାଲୁଥାଏ ବାଟ। ରେଶମ ସୂତାରେ ଏ ପବିତ୍ର ବନ୍ଧନ, ଯୁଗେ ଯୁଗେ ତାର ରହିଅଛି ମାନ। ଭାଇ ଭଉଣୀଙ୍କ ଏ ତ ଅତୁଟ ବନ୍ଧନ, କେବେ ବାପା ତ କେବେ ମାଆର ସ୍ନେହ, ଅଜାଡ଼ି ଦିଏ ସେ ଜାଣି ଭଉଣୀର ମନ। ଭାଗ୍ୟବତୀ ସେହି ଭଉଣୀ ଦୁଲଣ, ଯାର ପାଖେ ଥାଏ ଭାଇଟିଏ ପରା। ସୂତା ନୁହେଁ ଏ ତ ଅମୂଲ୍ୟ ରତନ, ଭାଇ ଭଉଣୀଙ୍କ ଏକ ପବିତ୍ର ବନ୍ଧନ। ରକ୍ଷା କରିବାର ପ୍ରତିଶ୍ରୁତି ଦିଏ, ଉପହାର ଦେଇ ପ୍ରତିଜ୍ଞା ଲିଭାଏ। ଉପହାର ନୁହେଁ ବଡ଼ ସେ ଯେ ଭଉଣୀ ପାଇଁ, ପ୍ରାର୍ଥନା କରେ ସେ ସଦା ନିଜ ଭାଇ ଖୁସି ପାଇଁ। ଈଶ୍ୱରଙ୍କୁ ମୋର ଏତିକି ପ୍ରାର୍ଥନା, ପୂରା କର ସବୁ ମୋ ଭାଇର କାମନା। ଭାଇ ସଦା କରିଥାଏ ଭଉଣୀର ରକ୍ଷା, ବଞ୍ଚିଥିବା ଯାଏ ସେ କରେ ତା ସୁରକ୍ଷା। ସବୁ ପୂର୍ଣ୍ଣ ହେଉ ମୋ ଭାଇର ଇଚ୍ଛା, ରାକ୍ଷୀ ପୂର୍ଣ୍ଣିମାରେ ଅନେକ ଅନେକ ଶୁଭେଚ୍ଛା। ମୋର ସବୁ ଭାଇମାନଙ୍କୁ ଅନୁରୋଧ, ରାକ୍ଷୀ ପୂର୍ଣ୍ଣିମାରେ ଖାଲି ନିଜ ଭଉଣୀ ପାଇଁ ନୁହେଁ, ଅନ୍ୟର ଭଉଣୀକୁ ବି ରକ୍ଷା କରିବାକୁ ଆଉ ସମ୍ମାନ ଦେବାକୁ ଶପଥ ନିଅନ୍ତୁ। ସ୍ନେହ ସୂତାରେ ମମତାର ଡୋରି, ଦେଇଛି ବାନ୍ଧି ମୁଁ ହାତରେ ତୋର। ମନେ ରଖିଥିବୁ ଭୁଲି ତୁ ନ ଯିବୁ, ରେଶମୀ ଡୋରକୁ ନ କରି ପର। ମୁଁ ମୋର ସମସ୍ତ ଭଉଣୀମାନଙ୍କୁ ଏତିକି ନିବେଦନ କରୁଛି କି ଏଇ ରକ୍ଷାବନ୍ଧନ ଦିନ ଯେତେବେଳେ ଭାଇ ତୁମକୁ ପଚାରୁଛନ୍ତି ଯେ ତୋର ଗିଫ୍ଟରେ କ'ଣ ଦରକାର, ସେତେବେଳେ ବାସ୍ ଆପଣ ଏତିକି ହିଁ ମାଗନ୍ତୁ, ଅନ୍ୟମାନଙ୍କର ଭଉଣୀକୁ ସେତିକି ଇଜ୍ଜତ ଦେବୁ ଯେତିକି ମୋତେ ତୁ ଇଜ୍ଜତ ଦେଉଛୁ। ସାଙ୍ଗମାନେ, ଭିଡ଼ିଓଟି ଆଜି ଏଇଠି ଶେଷ କରୁଛି। ତ ଭିଡ଼ିଓଟି ଭଲ ଲାଗିଲେ ନିଶ୍ଚିତ କମେଣ୍ଟରେ କହିବେ। ରହୁଛି, ଜୟ ଜଗନ୍ନାଥ।